ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ। ମୃତକ ହେଲେ କାମାକ୍ଷାନଗର ଥାନା ଚକାପାଳ ଗ୍ରାମର ଗଙ୍ଗାଧର ପ୍ରଧାନ। ସୂଚନା ମୁତାବକ ଆଜି ଅପରାହ୍ନରେ ଗଙ୍ଗାଧର କୌଣସି କାମରେ NH-53 ଶାସନ ଛକକୁ ସାଇକେଲ ଯୋଗେ ଆସୁଥିଲେ। ଆସିବା ବାଟରେ କାମାକ୍ଷାନଗର ପଟୁ ଟ୍ରକ୍ଟି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ଗଙ୍ଗାଧର ପଡ଼ି ରହିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ। ଗଙ୍ଗାଧର ଜଣେ ଗରିବ ଲୋକ ହୋଇଥିବାରୁ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। କିନ୍ତୁ ଗଙ୍ଗାଧରଙ୍କ ଚିକିତ୍ସାଧୀନ ଅବସ୍ଥାରେ ଏପଟେ ତାଙ୍କର ମୃତ୍ୟୁ ହୋଇଛି। ପୋଲିସ ଟ୍ରକ୍ଟିକୁ ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଚଳାଇଛି। କାମାକ୍ଷାନଗରରୁ ସୁରେଶ ରାଉତଙ୍କ ରିପୋର୍ଟ, କଳିଙ୍ଗ ଟିଭି 24।